କ'ଣ ଆପଣ ଜାଣିଛନ୍ତି କି କ'ଣ ଖାଇବା ଦ୍ୱାରା ନିମ୍ନ ରକ୍ତଚାପ ରୋଗ ଶୀଘ୍ର ଭଲ ହୋଇଥାଏ? ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ନିମ୍ନ ରକ୍ତଚାପ ରୋଗ କିପରି ନିୟନ୍ତ୍ରଣରେ ରହିବ ତାହା ସମ୍ପର୍କରେ ଜାଣିବା। ଆପଣଙ୍କ ପାଇଁ ଆଜିର ପ୍ରଥମ ପ୍ରଶ୍ନ, ଭାରତର କେଉଁ ରାଜ୍ୟର ରାଜଧାନୀ 2024ରେ ବଦଳିଯିବ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ତେଲେଙ୍ଗାନା, ବି ଆସାମ, ସି ମଣିପୁର, ଡି ମିଜୋରାମ। ସମୟଟି ସମାପ୍ତ ହୋଇସାରିଛି ଦର୍ଶକ ବନ୍ଧୁ। ଏହାର ସଠିକ୍ ଉତ୍ତରଟି ଏ ତେଲେଙ୍ଗାନା। ଭାରତର ତେଲେଙ୍ଗାନା ରାଜ୍ୟର ରାଜଧାନୀ 2024ରେ ବଦଳିଯିବ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଭାରତର ସବୁଠାରୁ ବଡ଼ ଜେଲ୍ କେଉଁଠି ଅଛି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଚେନ୍ନାଇ, ବି ମୁମ୍ବାଇ, ସି ଦିଲ୍ଲୀ, ଡି କଲିକତା। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି ଦିଲ୍ଲୀ। ଭାରତର ସବୁଠାରୁ ବଡ଼ ଜେଲ୍ ଦିଲ୍ଲୀଠାରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ମନୁଷ୍ୟ ରାତିରେ ଶୋଇବା ସମୟରେ କେତେଥର କଡ଼ ଲେଉଟାଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 40ରୁ 50, ବି 50ରୁ 60, ସି 60ରୁ 70, ଡି 70ରୁ 80। ଆପଣଙ୍କ ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ 40ରୁ 50 ଥର। ମନୁଷ୍ୟ ରାତିରେ ଶୋଇବା ସମୟରେ 40ରୁ 50 ଥର କଡ଼ ଲେଉଟାଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। କେଉଁ ଦେଶରେ ଝିଅଙ୍କୁ ହଇରାଣ କରିବା ଅପରାଧ ନୁହେଁ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଇରାକ, ବି ପାକିସ୍ତାନ, ସି ଭୁଟାନ, ଡି ଇରାନ। ସମୟଟି ସମାପ୍ତ ହୋଇସାରିଛି ଦର୍ଶକ ବନ୍ଧୁ। ଏହାର ସଠିକ୍ ଉତ୍ତରଟି ଡି ଇରାନ। ଇରାନ ଦେଶରେ ଝିଅଙ୍କୁ ହଇରାଣ କରିବା ଅପରାଧ ନୁହେଁ। ପରବର୍ତ୍ତୀ ପ୍ରଶ୍ନ, ହନୁମାନଙ୍କୁ କିଏ ଗଦା ପ୍ରଦାନ କରିଥିଲେ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ରାମ, ବି କୁବେର, ସି ବିଶ୍ୱକର୍ମା, ଡି ଶିବ। ଆପଣଙ୍କ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ବି କୁବେର। ହନୁମାନଙ୍କୁ କୁବେର ଗଦା ପ୍ରଦାନ କରିଥିଲେ। ତେବେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସବୁଠାରୁ ଅଧିକ ମାଂସାହାରୀ ଲୋକ କେଉଁ ଦେଶରେ ଅଛନ୍ତି? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଜାପାନ, ବି ଭାରତ, ସି ଚୀନ, ଡି ଆମେରିକା। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି ଚୀନ। ସବୁଠାରୁ ଅଧିକ ମାଂସାହାରୀ ଲୋକ ଚୀନ ଦେଶରେ ଅଛନ୍ତି। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ରବୀନ୍ଦ୍ରନାଥ ଠାକୁର ଭାରତ ଛଡ଼ା ଅନ୍ୟ କେଉଁ ଦେଶର ରାଷ୍ଟ୍ରୀୟ ଗାନ ଲେଖିଥିଲେ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଚୀନ, ବି ନେପାଳ, ସି ଶ୍ରୀଲଙ୍କା, ଡି ବାଂଲାଦେଶ। ସମୟଟି ସମାପ୍ତ ହୋଇସାରିଛି ଦର୍ଶକ ବନ୍ଧୁ। ଏହାର ସଠିକ୍ ଉତ୍ତରଟି ଡି ବାଂଲାଦେଶ। ରବୀନ୍ଦ୍ରନାଥ ଠାକୁର ଭାରତ ଛଡ଼ା ବାଂଲାଦେଶ ଦେଶର ରାଷ୍ଟ୍ରୀୟ ଗାନ ଲେଖିଥିଲେ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ପିଜୁଳି ପତ୍ର ଖାଇଲେ କେଉଁ ରୋଗ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ବ୍ଲଡ଼ ପ୍ରେସର, ବି ବ୍ଲଡ଼ ସୁଗର, ସି କ୍ୟାନ୍ସର, ଡି ହଇଜା। ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ବି ବ୍ଲଡ଼ ସୁଗର। ପିଜୁଳି ପତ୍ର ଖାଇଲେ ବ୍ଲଡ଼ ସୁଗର ଭଳି ମାରାତ୍ମକ ରୋଗ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନ ରକ୍ତଚାପ ରୋଗ ହୋଇଥିଲେ କ'ଣ ଖାଇବା ଦ୍ୱାରା ଶୀଘ୍ର ଭଲ ହୋଇଥାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଲୁଣ, ବି ଅଦା, ସି ସୋରିଷ, ଡି ଜିରା।
ଆପଣଙ୍କର 5 ସେକେଣ୍ଡର ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ ଲୁଣ। ନିମ୍ନ ରକ୍ତଚାପ ରୋଗ ହୋଇଥିଲେ କିଛି ମାତ୍ରାରେ ଲୁଣ ପାଣି ପିଇଲେ ରକ୍ତଚାପ ରୋଗ ନିୟନ୍ତ୍ରଣରେ ରହିଥାଏ। ତେବେ ଆଜିର ଅନ୍ତିମ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଲା, ଭଗବାନ ବିଷ୍ଣୁଙ୍କର ବାହନଙ୍କ ନାମ କ'ଣ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ମୂଷା, ବି ନନ୍ଦୀ, ସି ଗରୁଡ଼, ଡି ଐରାବତ। ତେବେ ଏହାର ସଠିକ୍ ଉତ୍ତରଟି ଯଦି ଆପଣଙ୍କୁ ଜଣାଅଛି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି କିପରି ଲାଗିଲା ତାହା ମଧ୍ୟ କମେଣ୍ଟ କରି ନିଶ୍ଚୟ କୁହନ୍ତୁ।